ଜାତୀୟ ଯୁବ ଦିବସ ଅବସରରେ ନୟାଗଡ଼ର ସେବା ଉତ୍ସବ ସମିତି ପକ୍ଷରୁ ଏକ ମାରାଥନର ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିବା ବେଳେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଆଉ ଏହି ମାରାଥନ ଦୌଡ଼ ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 5 କିଲୋମିଟର ହୋଇଥିଲା। ପରେ ଆୟୋଜିତ ଏକ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଉପସ୍ଥିତ ଅତିଥିମାନେ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଫଲୋ କର, ଜଣେ ଫଲୋ ନହେଲେ ଫଲୋ କରିପାରିବ ନାହିଁ। ସବୁବେଳେ ତମେ ବି ପିଲା ପ୍ରାର୍ଥନା ବୋଲୁଥିଲ କି ନାହିଁ? ଏ ଦେଶର ମନୁଷ୍ୟ ଭିତରେ ଅଗ୍ରଗଣ୍ୟ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।